ପୁରୀ ରଥଯାତ୍ରାରେ ଆର୍ଏସ୍ଏସ୍ର ସେବା କାର୍ଯ୍ୟ। ପୁରୀ ରଥଯାତ୍ରାରେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ 10 ପ୍ରକାର ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ସେବା କାର୍ଯ୍ୟରେ 1500ରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ନିୟୋଜିତ ଥିଲେ। ଆହତ ଓ ମୂର୍ଚ୍ଛିତମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିବା, ଆମ୍ବୁଲାନ୍ସ ଯିବା ଆସିବା ନିମନ୍ତେ ଭିଡ଼ ଭିତରେ ଆମ୍ବୁଲାନ୍ସ ପାଇଁ 500 ମିଟର ମାନବୀୟ ରାସ୍ତା ନିର୍ମାଣ କରିଥିଲେ ସ୍ୱୟଂସେବକ, ଯାହାଦ୍ୱାରା ରୋଗୀମାନଙ୍କୁ ଭିଡ଼ ମଧ୍ୟରେ ରଥ ପାଖରୁ ଆମ୍ବୁଲାନ୍ସ ମାଧ୍ୟମରେ ସହଜରେ ଚିକିତ୍ସାଳୟରେ ପହଞ୍ଚାଯାଇପାରୁଥିଲା। ସଂଘ ତରଫରୁ ପ୍ରାଥମିକ ଚିକିତ୍ସାରେ 8 ଜଣ ଡାକ୍ତର, 2 ଜଣ ଫାର୍ମାସିଷ୍ଟ, 2 ସହାୟକ, 2ଟି ଆମ୍ବୁଲାନ୍ସ ସେବାରେ 40 ଜଣ, 9ଟି ଷ୍ଟ୍ରେଚର ସେବାରେ 36 ଜଣ, 10ଟି ସ୍ଥାନରେ ପାନୀୟ ଜଳ ବିତରଣ ପାଇଁ 60 ଜଣ, 5ଟି ସ୍ଥାନରେ ଭ୍ରାମ୍ୟମାଣ ପାନୀୟ ଜଳ ବିତରଣ ପାଇଁ 20 ଜଣ, 14ଟି ମେସିନ୍ ମାଧ୍ୟମରେ ଜଳସିଞ୍ଚନ ପାଇଁ 42 ଜଣ, ଡାକ୍ତରଖାନାର ବିଭିନ୍ନ ବିଭାଗରେ 350 ଜଣ ରୋଗୀଙ୍କ ସହାୟତା ପାଇଁ 25 ଜଣ, ସ୍ୱଚ୍ଛତା ପାଇଁ 10ଟି ଗ୍ରୁପ ମାଧ୍ୟମରେ 150 ଜଣ, ଖାଦ୍ୟ ବିତରଣ ପାଇଁ 60 ଜଣ, ଆମ୍ବୁଲାନ୍ସ ଗମନାଗମନ କରିଡର ପାଇଁ 1059 ଜଣ ସ୍ୱୟଂସେବକ ସେବା କାମରେ ଲାଗିଥିଲେ। ଜୁନ୍ 7 ଓ 8 2 ଦିନ ଧରି ସ୍ୱୟଂସେବକମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ସେବା କାର୍ଯ୍ୟ କରିଥିଲେ। 2005 ମସିହାରୁ ସ୍ୱୟଂସେବକମାନେ ଏହିପରି ଅନେକ କାର୍ଯ୍ୟ ପ୍ରଶାସନ ସହ ମିଶି କରିଆସୁଛନ୍ତି। ଏହି 10 ପ୍ରକାର ସେବା ମଧ୍ୟରୁ ପ୍ରାଥମିକ ଚିକିତ୍ସା ଦୀର୍ଘ 9 ଦିନ ବ୍ୟାପୀ ଅନୁଷ୍ଠିତ ହେଉଅଛି। ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ଡାକ୍ତରମାନେ ଆସି ପ୍ରାଥମିକ ଚିକିତ୍ସା ପ୍ରଦାନ କରୁଛନ୍ତି। ଜୁନ୍ 6 ତାରିଖ ସନ୍ଧ୍ୟା ସମୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାରଠାରେ ସଂଘର ଅଧିକାରୀମାନେ ସମସ୍ତ ସ୍ୱୟଂସେବକମାନଙ୍କୁ 10 ପ୍ରକାର ସେବାର ଗୁରୁ ଦାୟିତ୍ୱ ସମ୍ପର୍କରେ ବୁଝାଇଥିଲେ। ଜୁନ୍ 7 ତାରିଖ ପ୍ରାତଃ 7 ଘଟିକା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ସେବା କାର୍ଯ୍ୟର ଉଦ୍ଘାଟନ ପରେ ରଥଯାତ୍ରାରେ ସେବା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତି, ରାଷ୍ଟ୍ରୀୟ ସେବା ଭାରତୀର ସଂଗଠନ ମନ୍ତ୍ରୀ ସୁଧୀର ଜୀ, କ୍ଷେତ୍ର ସମ୍ପର୍କ ପ୍ରମୁଖ ବିଦ୍ୟୁତ ମୁଖାର୍ଜୀ, ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ, ସହପ୍ରାନ୍ତ କାର୍ଯ୍ୟବାହୀ ଇଞ୍ଜିନିୟର ସୁଦର୍ଶନ ଦାସ, ପ୍ରାନ୍ତ ସେବା ପ୍ରମୁଖ ଶାନ୍ତନୁ ମାଝୀ, ଉତ୍କଳ ବିପନ୍ନ ସହାୟତା ସମିତିର ସଭାପତି ଅକ୍ଷୟ ବିଟ୍, ସେବା ଭାରତୀର ପ୍ରାନ୍ତ ସଂଗଠନ ମନ୍ତ୍ରୀ କୈଳାସ ଚନ୍ଦ୍ର ଜେନା, ରଥଯାତ୍ରା ସେବାର ସଂଯୋଜକ ରୁଦ୍ରନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସେବା କାର୍ଯ୍ୟର ତଦାରଖ କରୁଛନ୍ତି।